2008 କନ୍ଧମାଳ ଦଙ୍ଗା। ଏହି ନାଁ ଶୁଣିଲେ ମନକୁ କ'ଣ ଆସେ? ସାଧାରଣତଃ ହିନ୍ଦୁ ଆଉ ଖ୍ରୀଷ୍ଟିଆନଙ୍କ ଭିତରେ ଏକ ଧାର୍ମିକ ଲଢ଼େଇର ଚିତ୍ର, ନୁହେଁ କି? କିନ୍ତୁ ଯଦି ପ୍ରକୃତ କାହାଣୀଟା ଧର୍ମକୁ ନେଇ ନଥିବ, ଯଦି ପ୍ରକୃତ କାରଣଟା ଜାତି, ସରକାରୀ ସୁବିଧା ଆଉ ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଥିବା ରାଜନୀତି ଭିତରେ ଲୁଚି ରହିଥିବ, ଆସନ୍ତୁ ଆଜି ସେହି ସ୍ତରଗୁଡ଼ିକୁ ଖୋଲି ପ୍ରକୃତ ସତ୍ୟକୁ ବୁଝିବାକୁ ଚେଷ୍ଟା କରିବା। ଥରେ ଭାବି ଦେଖନ୍ତୁ, 2008ର ସେହି କିଛି ମାସ ଭିତରେ କନ୍ଧମାଳର ଚିତ୍ର ପୂରା ବଦଳି ଯାଇଥିଲା। ଏଗୁଡ଼ିକ କେବଳ ଖବରକାଗଜର କିଛି ସଂଖ୍ୟା ନୁହେଁ, ଗାଁ ପରେ ଗାଁ ଜଳୁଥିଲା। ହଜାର ହଜାର ଲୋକ ନିଜ ଭିଟାମାଟି ଛାଡ଼ି ପଳାଇବାକୁ ବାଧ୍ୟ ହେଉଥିଲେ। ଆଉ ନ୍ୟାୟ ତ ଗୋଟେ ମଜାକ ପାଲଟି ଯାଇଥିଲା। ଏହା କୌଣସି ଆକସ୍ମିକ ଘଟଣା ନଥିଲା, ବରଂ ଏକ ସୁଚିନ୍ତିତ ହିଂସାର ଭୟଙ୍କର କାହାଣୀ ଥିଲା। ମିଡିଆରେ ଏହାକୁ ହିନ୍ଦୁ ଖ୍ରୀଷ୍ଟିଆନ ଦଙ୍ଗା ବୋଲି କୁହାଗଲା। ବୁଝିବା ପାଇଁ ବହୁତ ସରଳ, କିନ୍ତୁ ସତ କ'ଣ ଏତେ ସରଳ ହୁଏ? ନା, ପ୍ରକୃତ ସତ୍ୟ ତ ଜାତି, ରାଜନୀତି ଆଉ ଇତିହାସର ଅନେକ ଜଟିଳ ସ୍ତର ତଳେ ଲୁଚି ରହିଛି। ଚାଲନ୍ତୁ ଆଜି ସେହି ସ୍ତରଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଖୋଲିବା ଆଉ ଦେଖିବା ପ୍ରକୃତରେ କ'ଣ ହେଇଥିଲା। ତେବେ ଏ କାହାଣୀର ପ୍ରକୃତ ଆରମ୍ଭ ଧର୍ମରୁ ନୁହେଁ, ନା, ଏହାର ଆରମ୍ଭ ହୁଏ ଜାତିରୁ। ଧର୍ମର ପର୍ଦ୍ଦା ପଛରେ ଏକ ଗଭୀର ସାମାଜିକ ବିଭାଜନ ଧୀରେ ଧୀରେ ବଢ଼ୁଥିଲା, ଆଉ ସେଇଟା ହିଁ ଥିଲା ଏହି ହିଂସାର ମୂଳଦୁଆ। ଏହି ସଂଘର୍ଷର କେନ୍ଦ୍ରରେ ଥିଲେ ଦୁଇଟି ମୁଖ୍ୟ ସମ୍ପ୍ରଦାୟ। ଗୋଟିଏ ପଟେ କନ୍ଧ, ଯେଉଁମାନଙ୍କୁ ସମ୍ବିଧାନ ଅନୁସୂଚିତ ଜନଜାତି ବା ଏସ୍ଟିର ମାନ୍ୟତା ଦେଇଛି, ଆଉ ଅନ୍ୟପଟେ ପାଣି ସମ୍ପ୍ରଦାୟ, ଯେଉଁମାନେ ମୁଖ୍ୟତଃ ଅନୁସୂଚିତ ଜାତି ବା ଏସ୍ସି ବର୍ଗର। ଆଉ ଏହି ଯେଉଁ ଏସ୍ଟି ବନାମ ଏସ୍ସିର ପରିଚୟ, ସେଇଟା ଧର୍ମଠାରୁ ବି ବଡ଼ ବିବାଦର କାରଣ ପାଲଟି ଯାଇଥିଲା। ଆଚ୍ଛା, ଏମାନଙ୍କ ଭିତରେ ଏତେ ତିକ୍ତତା କାହିଁକି ଥିଲା? ଏହାକୁ ବୁଝିବାକୁ ହେଲେ ଆମକୁ ସେମାନଙ୍କ ଜୀବନକୁ ଦେଖିବାକୁ ପଡ଼ିବ। କନ୍ଧ ଆଉ ପାଣ ଦୁହେଁ ସମାନ ଗାଁରେ ରହୁଥିଲେ। ସେହି ସମାନ ଜମି, ସମାନ ସମ୍ବଳ ପାଇଁ ପ୍ରତିଯୋଗିତା କରୁଥିଲେ। କିନ୍ତୁ ସରକାରୀ କାଗଜପତ୍ରରେ ସେମାନଙ୍କ ଭିତରେ ଆକାଶ ପାତାଳ ଫରକ ଥିଲା। କନ୍ଧମାନଙ୍କ ପାଖରେ ଥିଲା ଏସ୍ଟିର ମାନ୍ୟତା, ଆଉ ପାଣ ସମ୍ପ୍ରଦାୟର ଯେଉଁମାନେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ ସେମାନେ ଏସ୍ସି ବର୍ଗରେ ଥିଲେ। ବାସ୍, ଏହି ସାମ୍ବିଧାନିକ ପାର୍ଥକ୍ୟ ହିଁ ବିବାଦର ମୂଳଦୁଆର ଥିଲା। ଆଉ ଏଇଠି ଆସୁଛି ସେହି ଆଇନଗତ ପିଞ୍ଚ, ଯାହା ସବୁକିଛି ବଦଳାଇ ଦେଲା। ଦେଖନ୍ତୁ, ଭାରତୀୟ ଆଇନ ଅନୁସାରେ ଜଣେ ବ୍ୟକ୍ତିର ଏସ୍ଟି ମାନ୍ୟତା ତାର ଧର୍ମ ଉପରେ ନିର୍ଭର କରେ ନାହିଁ। କିନ୍ତୁ, ଆଉ ଏଇଟା ବହୁତ ବଡ଼ କିନ୍ତୁ, ଯଦି ଏସ୍ସି ବର୍ଗର କେହି ଖ୍ରୀଷ୍ଟ ଧର୍ମ ଗ୍ରହଣ କରନ୍ତି, ତେବେ ସେ ତାଙ୍କର ଏସ୍ସି ସଂରକ୍ଷଣର ସୁବିଧା ହରାଇବେ। ବାସ୍, ଏହି ଗୋଟିଏ ଆଇନଗତ ପାର୍ଥକ୍ୟ ଉପରେ ହିଁ ପରିଚୟ, ଜମି ଆଉ ସରକାରୀ ସୁବିଧାକୁ ନେଇ ପୂରା ବିବାଦଟା ତିଆରି ହୋଇଥିଲା। ତେବେ ଏହି ଆଇନଗତ ପାର୍ଥକ୍ୟରୁ ଜନ୍ମ ନେଲା ଏକ ବହୁତ ବଡ଼ ଅଭିଯୋଗ। କନ୍ଧ ନେତାମାନେ କହିବା ଆରମ୍ଭ କଲେ ଯେ ପାଣ ଖ୍ରୀଷ୍ଟିଆନମାନେ ଜାଲ୍ ସାର୍ଟିଫିକେଟ୍ ବ୍ୟବହାର କରି ଏସ୍ଟିମାନଙ୍କ ପାଇଁ ଥିବା ସରକାରୀ ଚାକିରି ଆଉ ପାଠପଢ଼ାର ସୁବିଧା ଛଡ଼େଇ ନେଉଛନ୍ତି। କନ୍ଧମାନଙ୍କ ପାଇଁ ଏହା କେବଳ ଚାକିରିର କଥା ନଥିଲା, ଏହା ଥିଲା ନିଜର ଅସ୍ତିତ୍ୱ ଆଉ ଅଧିକାରର ପ୍ରଶ୍ନ। ଆଉ ଏଇଠୁ ହିଁ ସୀମିତ ସମ୍ବଳ ପାଇଁ ଏକ ଭୟଙ୍କର ପ୍ରତିଯୋଗିତା ଆରମ୍ଭ ହୋଇଗଲା। ଆଚ୍ଛା, ତେବେ ଗୋଟିଏ ସ୍ଥାନୀୟ ଜାତିଗତ ବିବାଦ ଏତେ ବଡ଼ ଧାର୍ମିକ ହିଂସାର ରୂପ ନେଲା କେମିତି? ତେବେ ଏହାର ଉତ୍ତର ଆମର ପରବର୍ତ୍ତୀ ସ୍ତରରେ ଲୁଚି ରହିଛି, ଯେତେବେଳେ ବାହାରର କିଛି ବୈଚାରିକ ଶକ୍ତି ଏହି ନିଆଁରେ ଘିଅ ଢାଳିବାକୁ ପହଞ୍ଚିଗଲେ। ଏହି ଟାଇମ୍ଲାଇନ୍କୁ ଦେଖନ୍ତୁ, ଏହା ଦୁଇଟି ପୂରା ଅଲଗା କାହାଣୀ କହୁଛି। ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଖ୍ରୀଷ୍ଟିଆନ ମିଶନେରୀମାନେ ଆସିଲେ। ସେମାନଙ୍କ ମୂଳ ଲକ୍ଷ୍ୟ ଥିଲା ଶିକ୍ଷା, ସ୍ୱାସ୍ଥ୍ୟସେବା ଆଉ ଛୁଆଁଛୁଆଁ ଭେଦଭାବ ବିରୋଧରେ କାମ କରିବା। ଏବେ ପ୍ରାୟ 100 ବର୍ଷ ଆଗକୁ ଆସନ୍ତୁ, 1980 ଦଶକରେ ହିନ୍ଦୁତ୍ୱ ସଂଗଠନଗୁଡ଼ିକ କନ୍ଧମାଳରେ ନିଜର କାମ ଆରମ୍ଭ କଲେ, ଆଉ ସେମାନଙ୍କର ଧ୍ୟାନ ଥିଲା ସାଂସ୍କୃତିକ ରାଷ୍ଟ୍ରବାଦ ଉପରେ। ଆଉ ଏହା ଫଳରେ ଦୁଇଟି ଶକ୍ତିଶାଳୀ ପରସ୍ପର ବିରୋଧୀ କାହାଣୀ ସୃଷ୍ଟି ହେଲା। ଗୋଟିଏ ପଟେ ହିନ୍ଦୁତ୍ୱ ସଂଗଠନଗୁଡ଼ିକ ଖ୍ରୀଷ୍ଟିଆନମାନଙ୍କୁ ବିଦେଶୀ ଏଜେଣ୍ଟ ଭାବେ ଦେଖାଇଲେ ଆଉ ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଯାଉଛି ବୋଲି ପ୍ରଚାର କଲେ। ଅନ୍ୟପଟେ ମିଶନରୀମାନଙ୍କ କାମକୁ ସାମାଜିକ ଉନ୍ନତି, ଶିକ୍ଷା ଆଉ ଦଳିତ ସଶକ୍ତିକରଣ ସହ ଯୋଡ଼ାଯାଉଥିଲା। ଏହି ଦୁଇଟି କାହାଣୀକୁ ବ୍ୟବହାର କରି ଲୋକଙ୍କୁ ଏକାଠି କରାଗଲା, ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଶତ୍ରୁ କିଏ ତାହା ଚିହ୍ନଟ କରାଗଲା। ଏହି ବୈଚାରିକ ଲଢ଼େଇର ସବୁଠୁ ବିପଜ୍ଜନକ ପରିଣାମ କ'ଣ ଥିଲା ଜାଣନ୍ତି? ଏହା ହିଂସାକୁ ଏକ ନୈତିକ ସ୍ୱୀକୃତି ଦେଇଦେଲା। ଟିକେ ଭାବନ୍ତୁ, ଯେତେବେଳେ ଆପଣ ଗୋଟେ ଗୋଷ୍ଠୀକୁ ବିପଦ ବୋଲି ଦେଖେଇବେ, ସେତେବେଳେ ତାଙ୍କ ଉପରେ ଆକ୍ରମଣ ଲାଗିବନି, ତାହା ଆତ୍ମରକ୍ଷା ଭଳି ଲାଗିବ। ଆଉ ଏହି ଚିନ୍ତାଧାରା ହିଁ ସେହି ଭୟଙ୍କର ହିଂସାକାଣ୍ଡ ପାଇଁ ରାସ୍ତା ତିଆରି କଲା।
ଆଉ ଜାଣିଛନ୍ତି ଏଇ ଘଟଣା ହଠାତ୍ ଦିନେ ଘଟିନଥିଲା। 2008ର ହିଂସା କୌଣସି ଶୂନ୍ୟସ୍ଥାନରୁ ସୃଷ୍ଟି ହୋଇନଥିଲା। ଏହା ଥିଲା ଦଣ୍ଡମୁକ୍ତିର ଏକ ଲମ୍ବା ଅନ୍ଧକାର ଇତିହାସର ପରିଣାମ, ଯେଉଁଠି ହିଂସାର ଉତ୍ତର ସବୁବେଳେ ଚୁପ୍ ରହିବା ଥିଲା। ଏହି ଟାଇମ୍ଲାଇନ୍କୁ ଦେଖିଲେ ଚିନ୍ତା ଲାଗୁଛି, ନୁହେଁ କି? 1986, 1994 ଆଉ ତାପରେ ଡିସେମ୍ବର 2007। ପ୍ରତି ଥର ହିଂସା ବଢ଼ି ବଢ଼ି ଚାଲିଥିଲା, ଆଉ ପ୍ରତି ଥର ଦୋଷୀମାନେ ବିନା ଦଣ୍ଡରେ ଖସିଯାଉଥିଲେ। ଏହା ଏକ ସ୍ପଷ୍ଟ ସଙ୍କେତ ଥିଲା ଯେ ଏକ ବଡ଼ ବିପର୍ଯ୍ୟୟ ଆସୁଛି, ଏକ ସଙ୍କେତ ଯାହାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଦିଆଗଲା। ଡିସେମ୍ବର 2007ର ସେଇ ଖ୍ରୀଷ୍ଟମାସ ହିଂସା ଖାସ୍ କରି ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହା 2008 ପାଇଁ ଏକ ଡ୍ରେସ୍ ରିହର୍ସାଲ ବା ପୂର୍ବାଭ୍ୟାସ ଭଳି ଥିଲା। ଏହା ଏକ ଶେଷ ବଡ଼ ସତର୍କ ଘଣ୍ଟି ଥିଲା, ଯାହାକୁ ରାଜ୍ୟ ପ୍ରଶାସନ ଶୋଇ ଶୋଇ ଅଣଦେଖା କରିଦେଲା। ଯେତେବେଳେ ହିଂସା ପାଇଁ ଦଣ୍ଡ ମିଳେନି, ତାର ପରିଣାମ ଭୟଙ୍କର ହୁଏ। ପୂର୍ବଦଙ୍ଗା ପରେ ହାତଗଣତି କିଛି ଲୋକଙ୍କୁ ଗିରଫ କରାଗଲା। ଏହା ପ୍ରଶାସନର ଦୁର୍ବଳତାକୁ ପଦାରେ ପକାଇଦେଲା। ଚରମପନ୍ଥୀଙ୍କର ସାହସ ବଢ଼ିଗଲା, ଆଉ କୌଣସି ଗମ୍ଭୀର ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରାଗଲା ନାହିଁ, ଯାହା ଏକ ବଡ଼ ଦୁର୍ଘଟଣା ପାଇଁ ରାସ୍ତା ପୂରାପୂରି ପ୍ରସ୍ତୁତ କରିଦେଲା। ତେବେ ଆମେ ଏପର୍ଯ୍ୟନ୍ତ ଦେଖିଲେ ଜାତିଗତ ବିବାଦ, ବୈଚାରିକ ଲଢ଼େଇ ଆଉ ପ୍ରଶାସନିକ ବିଫଳତା। ବର୍ତ୍ତମାନ ଆସନ୍ତୁ ଏହି ସବୁ ଖଣ୍ଡଗୁଡ଼ିକୁ ଏକାଠି ଯୋଡ଼ି ଦେଖିବା କିପରି ଏସବୁ ମିଶି କନ୍ଧମାଳରେ ସେହି ସର୍ବନାଶକାରୀ ଝଡ଼ ସୃଷ୍ଟି କଲେ। କିଛି କାରକ ଥିଲା ଯାହା ଏକ ଖରାପ ପରିସ୍ଥିତିକୁ ଆହୁରି ଖରାପ କରିଦେଲା। ପ୍ରଥମତଃ, କନ୍ଧମାଳର ଭୌଗୋଳିକ ସ୍ଥିତି, ପାହାଡ଼, ଜଙ୍ଗଲ ଆଉ ଦୁର୍ଗମ ଅଞ୍ଚଳ ପୋଲିସ ପାଇଁ କାମ କରିବା ବହୁତ କଷ୍ଟକର କରିଦେଲା। ଦ୍ୱିତୀୟରେ, ସ୍ଥାନୀୟ ପ୍ରଶାସନ ଦୁର୍ବଳ ଥିଲା। ଆଉ ଶେଷରେ, ରାଜନୀତି। ସେତେବେଳର ବିଜେଡି-ବିଜେପି ମେଣ୍ଟ ସରକାର ହିନ୍ଦୁତ୍ୱ ଗୋଷ୍ଠୀଙ୍କୁ ଏକ ପ୍ରକାର ରାଜନୀତିକ ସୁରକ୍ଷା ଦେଉଥିଲା। ତାହେଲେ ଏହି ଦଙ୍ଗାର ସମ୍ପୂର୍ଣ୍ଣ ରେସିପିଟା କ'ଣ ଥିଲା? ଆପଣ ପ୍ରଥମେ ନିଅନ୍ତୁ ଜାତି ଆଉ ଧର୍ମର ଏକ ଜଟିଳ ମିଶ୍ରଣ। ସେଥିରେ ମିଶାନ୍ତୁ ସରକାରୀ ସମ୍ବଳ ପାଇଁ ତିକ୍ତ ପ୍ରତିଯୋଗିତା। ତାପରେ ବାହାରୁ ଆସୁଥିବା ହିନ୍ଦୁତ୍ୱ ପ୍ରଚାରର ତଡ଼କା ଦିଅନ୍ତୁ। ଦଣ୍ଡମୁକ୍ତିର ଇତିହାସ ଆଉ ରାଜନୈତିକ ସୁବିଧାବାଦ ଏହାକୁ ଆହୁରି ବିଷାକ୍ତ କରିଦେଲା। ଆଉ ଶେଷରେ ଦୁର୍ଗମ ଭୂଗୋଳ ଏହି ମିଶ୍ରଣକୁ ଏକ ବିସ୍ଫୋରକରେ ପରିଣତ କରିଦେଲା। ତେଣୁ ଏହି ସବୁରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କନ୍ଧମାଳ ଦଙ୍ଗା କୌଣସି ହଠାତ୍ ହୋଇଯାଇଥିବା ଧାର୍ମିକ ଲଢ଼େଇ ନଥିଲା। ଏହା ଥିଲା ଗଭୀର ଢାଞ୍ଚାଗତ ବିଫଳତାର ଏକ ପୂର୍ବାନୁମେୟ, ଏକ ପ୍ରକାର ଅବଶ୍ୟମ୍ଭାବୀ ପରିଣାମ। ସବୁ ସଙ୍କେତ ସାମ୍ନାରେ ଥିଲା, କିନ୍ତୁ ସେଗୁଡ଼ିକୁ ଅଣଦେଖା କରାଯାଇଥିଲା। ଆଉ ଏହା ଆମକୁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପାଖରେ ଛାଡ଼ି ଦେଇ ଯାଉଛି। ଯେତେବେଳେ ହିଂସାର ମୂଳ କାରଣକୁ ଅଣଦେଖା କରାଯାଏ, ସେତେବେଳେ କ'ଣ ଇତିହାସ ନିଜକୁ ଦୋହରାଇବା ପାଇଁ ବାଧ୍ୟ ହୁଏ? ଏହା କ'ଣ କେବଳ ଗୋଟିଏ ହିଂସାକାଣ୍ଡ ଥିଲା? ନା, ଏହା ପଛରେ ଥିଲା ଏକ ବଡ଼ ଯୋଜନା। ଏହି ବିଶ୍ଳେଷଣରେ ଆମେ ଦେଖିବା କେମିତି ଗୋଟିଏ ଘଟଣାକୁ ନେଇ ଏତେ ବଡ଼ ହିଂସାକୁ ସଂଗଠିତ କରାଗଲା। ତେବେ ଚାଲନ୍ତୁ ଏହାର ଗଭୀରତାକୁ ଯିବା। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏତେ ବଡ଼ ସାମୂହିକ ହିଂସା କେମିତି ସଂଗଠିତ ହୁଏ? ଏସବୁ କ'ଣ ହଠାତ୍ ରାଗରୁ ହେଇଯାଏ, ନା ଏହା ପଛରେ କିଛି ପୂର୍ବ ପ୍ରସ୍ତୁତି ଥାଏ? କନ୍ଧମାଳ ଘଟଣାକୁ ଆଧାର କରି ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଖୋଜିବା। ଆଗକୁ ବଢ଼ିବା ପୂର୍ବରୁ ଚାଲନ୍ତୁ 2008ର ପୁରା ଘଟଣାକ୍ରମ ଉପରେ ଟିକେ ନଜର ପକାଇବା। ଦେଖନ୍ତୁ, ବର୍ଷା ଆରମ୍ଭରୁ ହିଁ ପରିସ୍ଥିତି ଗରମ ଥିଲା। ତାପରେ ଅଗଷ୍ଟ 23ରେ ହେଲା ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା, ଆଉ ଏଇଟା ହିଁ ନିଆଁରେ ଘିଅ ଢାଳିଲା ଭଳି କାମ କଲା। ଏହାପରେ ଯେଉଁ ହିଂସା ଆରମ୍ଭ ହେଲା, ତାହା ଅଗଷ୍ଟ ଶେଷରୁ ସେପ୍ଟେମ୍ବର ଯାଏଁ ଚାଲିଲା, ଆଉ ହଜାର ହଜାର ଲୋକ ବିସ୍ଥାପିତ ହେଲେ। ତେବେ ଚାଲନ୍ତୁ ଟିକେ ପଛକୁ ଯିବା। ହିଂସା ଆରମ୍ଭ ହେବା ଆଗରୁ ସେଠାକାର ବାତାବରଣ ପ୍ରକୃତରେ କେମିତି ଥିଲା? କହିବାକୁ ଗଲେ 2008 ଆରମ୍ଭରୁ ହିଁ କନ୍ଧମାଳ ଗୋଟେ ସଂଘର୍ଷ କ୍ଷେତ୍ର ପାଇଁ ପୂରାପୂରି ପ୍ରସ୍ତୁତ ହୋଇ ରହିଥିଲା। ଆଉ ଜାଣିଛନ୍ତି, ଏମିତି ନୁହେଁ ଯେ ସବୁକିଛି ହଠାତ୍ ହେଇଗଲା। ବହୁତ ଆଗରୁ ଏହାର ସଙ୍କେତ ମିଳୁଥିଲା। ଦେଖନ୍ତୁ, ହିନ୍ଦୁ ଜାତୀୟତାବାଦୀଙ୍କର ବୈଠକ ସବୁ ବଢ଼ିବାରେ ଲାଗିଥିଲା। ଧର୍ମାନ୍ତରୀକରଣକୁ ନେଇ ଆକ୍ରମଣାତ୍ମକ ଭାଷଣ ଦିଆଯାଉଥିଲା। ଖ୍ରୀଷ୍ଟିଆନ ଗାଁମାନଙ୍କରେ ଲୋକଙ୍କୁ ଡରାଯାଉଥିଲା, ଧମକାଯାଉଥିଲା। ଏମିତିକି ଅସ୍ତ୍ରଶସ୍ତ୍ର ଜମା କରାଯାଉଥିବାର ଖବର ବି ଆସୁଥିଲା। ଆଉ ସବୁଠୁ ବଡ଼ କଥା ହେଲା, ଜିଲ୍ଲା ପ୍ରଶାସନକୁ ବାରମ୍ବାର ଏ ବିଷୟରେ କୁହାଯାଉଥିଲେ ବି ସେମାନେ କିଛି ବି ପଦକ୍ଷେପ ନେଲେନି। ତେବେ ସେହି ଉତ୍ତେଜନାପୂର୍ଣ୍ଣ ବାତାବରଣ ଭିତରେ ଗୋଟେ ଘଟଣା ଘଟିଲା, ଯାହା ନିଆଁ ଲଗେଇଦେଲା। ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା। କିନ୍ତୁ କଥା ସେଇଠି ସରିଲାନି। ଗୋଟିଏ ହତ୍ୟାକୁ ନେଇ ଦୁଇଟା କାହାଣୀ ତିଆରି କରାଗଲା, ଆଉ ଏଇଟା ହିଁ ପରିସ୍ଥିତିକୁ ପୂରା ବିଗାଡ଼ିଦେଲା। ଦେଖନ୍ତୁ, ଘଟଣା ପରେ ପରେ
ଅଗଷ୍ଟ 23 ତାରିଖରେ ହିଁ ମାଓବାଦୀମାନେ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କଲେ। ସେମାନେ ଏକଥା ଖୋଲାଖୋଲି କହିଥିଲେ, ଆଉ ଆଜି ଯାଏଁ ସେମାନଙ୍କର ଏହି ଦାବିକୁ କେହି ଭୁଲ ବୋଲି ପ୍ରମାଣ କରିପାରିନାହାନ୍ତି। କିନ୍ତୁ ସେଇଠି ହିଁ ଗୋଟେ ଅଜବ କଥା ହେଲା। ଗୋଟେ ପଟେ ମାଓବାଦୀମାନେ କହୁଥିଲେ ଯେ ସ୍ୱାମୀଜୀଙ୍କ ଆଦିବାସୀ ବିରୋଧୀ କାମ ପାଇଁ ସେମାନେ ତାଙ୍କୁ ହତ୍ୟା କରିଛନ୍ତି, ଆଉ ଅନ୍ୟପଟେ ସାଙ୍ଗେ ସାଙ୍ଗେ ଗୋଟେ ପୁରା ଅଲଗା କାହାଣୀ ପ୍ରଚାର କରାଗଲା। ପ୍ରଚାରପତ୍ର, ଗୁଜବ, ଏମିତିକି ଗୋଟେ ମିଛ ଭିଡିଓ ବ୍ୟବହାର କରି ପୁରା ଦୋଷ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ ଲଦି ଦିଆଗଲା। ତେବେ ଏହି ମିଛ କାହାଣୀକୁ କେମିତି ଏତେ ଶୀଘ୍ର ଖେଳାଗଲା? ଦେଖନ୍ତୁ, ଖ୍ରୀଷ୍ଟିଆନ ବିରୋଧୀ ପ୍ରଚାରପତ୍ରକୁ ବହୁତ ଜୋରରେ ବଣ୍ଟାଗଲା। ଗୋଟେ ମନଗଢ଼ା, ଏଡିଟ୍ କରାଯାଇଥିବା ଭିଡିଓକୁ ବ୍ୟବହାର କରାଗଲା, ଆଉ ଚର୍ଚ୍ଚ ଏଥିରେ ସାମିଲ ଅଛି ବୋଲି ଗୁଜବ ଖେଳେଇ ଦିଆଗଲା। ଏହି ସମୟରେ ପ୍ରଶାସନର ନୀରବତା, ମାନେ ସେମାନେ ଯୋଉ ଚୁପ୍ ରହିଲେ, ତାହା ଏହି ମିଛକୁ ଆହୁରି ବେଶୀ ବ୍ୟାପିବାରେ ସାହାଯ୍ୟ କଲା। ଏମିତି ପରିସ୍ଥିତିରେ ଗୋଟେ ଛୋଟ ଘଟଣା ବି ବଡ଼ ହିଂସା ସୃଷ୍ଟି କରିପାରେ। ଏହାକୁ ହିଁ ଫ୍ଲାsh ପଏଣ୍ଟ କୁହାଯାଏ। ଆଉ କନ୍ଧମାଳରେ ସ୍ୱାମୀଜୀଙ୍କର ଶବ ଶୋଭାଯାତ୍ରାକୁ ହିଁ ସେଇ ଫ୍ଲାsh ପଏଣ୍ଟରେ ବଦଲେଇ ଦିଆଗଲା। କେମିତି? ଚାଲନ୍ତୁ ଦେଖିବା। ଗୋଟେ ଶବ ଶୋଭାଯାତ୍ରା, ଯାହାକି ଶୋକର ପ୍ରତୀକ, ତାକୁ ଏଠି ଗୋଟେ ଅସ୍ତ୍ର ଭଳି ବ୍ୟବହାର କରାଗଲା। ଏହାକୁ ଜାଣିଶୁଣି ଖ୍ରୀଷ୍ଟିଆନ ଅଞ୍ଚଳ ଦେଇ ନିଆଗଲା। ଆଉ ଖାଲି ସେତିକି ନୁହେଁ, ପ୍ରତିଶୋଧ ନେବା ପାଇଁ ଉତ୍ତେଜକ ସ୍ଲୋଗାନ ବି ଦିଆଗଲା। ଏହା ଫଳରେ ଲୋକଙ୍କ ଭାବନାକୁ ଉସୁକାଗଲା, ଆଉ ହିଂସା ପାଇଁ ମାହୋଲ ତିଆରି ହେଲା। ଆଉ ତାପରେ ଆରମ୍ଭ ହେଲା ପ୍ରକୃତ ହିଂସା। କିନ୍ତୁ ଏହା ଲୋକଙ୍କର ହଠାତ୍ ରାଗ ନଥିଲା। ଏହା ପଛରେ ଗୋଟେ ପୁରା ପ୍ଲାନିଂ ଥିଲା। କେମିତି ଜଣାପଡ଼ିଲା? କାରଣ ଆକ୍ରମଣଗୁଡ଼ିକର ଗୋଟେ ନିର୍ଦ୍ଦିଷ୍ଟ ପ୍ୟାଟର୍ନ ବା ଢାଞ୍ଚା ଥିଲା। ଏଇ ପ୍ୟାଟର୍ନଟା ବହୁତ ସ୍ପଷ୍ଟ ଥିଲା। ଦେଖନ୍ତୁ, ପ୍ରଥମେ ଘର ଆଉ ଦୋକାନରୁ ଲୁଟପାଟ କରାଗଲା। ତାପରେ ସେସବୁ ଜାଗାରେ, ଚର୍ଚ୍ଚରେ, ସ୍କୁଲରେ ନିଆଁ ଲଗେଇ ଦିଆଗଲା। ଆଉ ତାପରେ ସବୁଠୁ ଭୟଙ୍କର କାମ କରାଗଲା, ଲୋକଙ୍କର ପରିଚୟପତ୍ର, ଜମି କାଗଜପତ୍ର ଏସବୁକୁ ଖୋଜି ଖୋଜି ନଷ୍ଟ କରିଦିଆଗଲା। ଏହାର ମତଲବ କ'ଣ? ମତଲବ ସଫା ଥିଲା, ଲୋକଙ୍କର ପରିଚୟକୁ ହିଁ ଶେଷ କରିଦେବା। ଏହି ହିଂସାର ଆଉ ଗୋଟେ ଅତି ଭୟଙ୍କର ଦିଗ ଥିଲା, ଜଣେ ନନ୍ଙ୍କ ସହିତ ହୋଇଥିବା ଗଣଦୁଷ୍କର୍ମ ଭଳି ଘଟଣା କୌଣସି ଆକସ୍ମିକ ଘଟଣା ନଥିଲା। ଏହାକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ସମଗ୍ର ସମ୍ପ୍ରଦାୟକୁ ଅପମାନିତ କରିବା, ସେମାନଙ୍କ ମନୋବଳକୁ ସମ୍ପୂର୍ଣ୍ଣ ଭାଙ୍ଗିଦେବା, ଆଉ ସେମାନଙ୍କୁ ଘର ଛାଡ଼ିବାକୁ ବାଧ୍ୟ କରିବା। ଆଉ ଏହି ହିଂସା ଧୀରେ ଧୀରେ ଗାଁ ଗହଳିକୁ ବି ବ୍ୟାପିଗଲା। ଯେଉଁମାନେ ବଞ୍ଚି ଯାଇଥିଲେ ସେମାନଙ୍କୁ ସିଧାସଳଖ ଧମକ ଦିଆଗଲା, ଧର୍ମ ବଦଳାଅ ନହେଲେ ମର। ବହୁତ ଲୋକଙ୍କୁ ଘର ବାପସି କାର୍ଯ୍ୟକ୍ରମରେ ଭାଗ ନେବାକୁ ବାଧ୍ୟ କରାଗଲା। ଆଉ ସବୁଠୁ ଚିନ୍ତାର କଥା ହେଲା, କିଛି ସ୍ଥାନୀୟ ରାଜନୈତିକ ନେତାମାନେ ହିଁ ଆକ୍ରମଣକାରୀଙ୍କୁ ଖ୍ରୀଷ୍ଟିଆନ ପରିବାରଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରୁଥିଲେ। ତେବେ ଏତେ ସବୁ ଯେତେବେଳେ ହେଉଥିଲା, ସେତେବେଳେ ଆଇନ ଶୃଙ୍ଖଳା ବ୍ୟବସ୍ଥା କ'ଣ କରୁଥିଲା? ଏହା କେବଳ କିଛି ପୋଲିସର ବିଫଳତା ନଥିଲା, ଏହା ଥିଲା ପୁରା ସିଷ୍ଟମର ବିଫଳତା, ପୁରା ବ୍ୟବସ୍ଥାର ପତନ। ଏଠି ଦୁଇଟା ପୁରା ଅଲଗା ଚିତ୍ର ଦେଖିବାକୁ ମିଳୁଥିଲା। ଗୋଟେ ପଟେ ଯେଉଁମାନେ ପୀଡ଼ିତ ଥିଲେ ସେମାନେ କହୁଥିଲେ ଯେ ପୋଲିସ ଆଖି ଆଗରେ ସବୁ ଦେଖୁଥିଲା, କିନ୍ତୁ କିଛି କରୁନଥିଲା, ଏଫଆଇଆର ଲେଖିବାକୁ ବି ମନା କରିଦେଉଥିଲା। ଆଉ ଅନ୍ୟପଟେ ସରକାରୀ ସ୍ତରରେ କେନ୍ଦ୍ରୀୟ ଫୋର୍ସ ମଗାଇବାରେ ଡେରି କରାଗଲା, ଆଉ ପ୍ରଥମେ ହିଂସାର ପ୍ରକୃତ ସ୍ଥିତିକୁ ମାନିବାକୁ ବି କେହି ରାଜି ନଥିଲେ। ଏହାର ପରିଣାମ କେତେ ଭୟଙ୍କର ଥିଲା, ତାହା ଏହି ଗୋଟିଏ ସଂଖ୍ୟାରୁ ହିଁ ଅନ୍ଦାଜ ଲଗେଇ ହେବ। 50,000ରୁ ଅଧିକ ଲୋକ। ଏତେ ଲୋକ ନିଜ ଘରଦ୍ୱାର ଛାଡ଼ି ଜଙ୍ଗଲରେ ଆଉ ଭିଡ଼ ଭିତରେ ଥିବା ରିଲିଫ୍ କ୍ୟାମ୍ପରେ ରହିବାକୁ ବାଧ୍ୟ ହେଲେ। ସେମାନଙ୍କ ଜୀବନ ପୁରା ଓଲଟପାଲଟ ହୋଇଗଲା। ତେବେ ଏସବୁ ଘଟଣାକୁ ବିଶ୍ଳେଷଣ କଲାପରେ ଆମେ କେଉଁ ନିଷ୍ପତ୍ତିରେ ପହଞ୍ଚିବା? ଚୂଡ଼ାନ୍ତ ବିଶ୍ଳେଷଣ କହୁଛି ଯେ ଏହା କେବଳ ଗୋଟେ ହଠାତ୍ ହୋଇଯାଇଥିବା ଦଙ୍ଗା ନଥିଲା। ଏହା ଥିଲା ଏକ ସୁଚିନ୍ତିତ, ସୁପରିକଳ୍ପିତ ଅଭିଯାନ। କିନ୍ତୁ ପ୍ରଶ୍ନ ଉଠୁଛି, ହିଂସା କାହିଁକି ସପ୍ତାହ ସପ୍ତାହ ଧରି ଚାଲିଲା? ଏହାର କିଛି ମୁଖ୍ୟ କାରଣ ଥିଲା। ପ୍ରଥମତଃ, ଯେଉଁମାନେ ଏସବୁ କରୁଥିଲେ ସେମାନଙ୍କ ବିରୁଦ୍ଧରେ କୌଣସି ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଲାନି। ଦ୍ୱିତୀୟରେ, ପୀଡ଼ିତମାନେ ଘର ଛାଡ଼ି ଅସୁରକ୍ଷିତ ହୋଇପଡ଼ିଥିଲେ, ସେମାନେ ଫେରିପାରୁନଥିଲେ। ତୃତୀୟରେ, ରାଜନୈତିକ ଚାପ ଯୋଗୁଁ ଆକ୍ରମଣକାରୀଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନିଆଯାଇପାରିଲା ନାହିଁ। ଆଉ ଶେଷରେ, ସ୍ଥାନୀୟ ଅଧିକାରୀମାନେ ବି ଚରମପନ୍ଥୀକୁ ଡରୁଥିଲେ। ଏସବୁ ମିଶି ହିଂସାକୁ ଏତେ ଲମ୍ବା ସମୟ ଯାଏଁ ଚଲେଇ ରଖିଲା। ଆଉ ଶେଷରେ ଏହି ଗୋଟିଏ କଥା ହିଁ ସବୁକିଛି ସ୍ପଷ୍ଟ କରିଦେଉଛି। ଏହି ଘଟଣାଗୁଡ଼ିକ ହିଂସାକୁ ଗୋଟେ ଦଙ୍ଗାରୁ ଏକ ଅଭିଯାନରେ ପରିଣତ କରିଦେଲା। ଯେତେବେଳେ ହିଂସାକୁ ଜାଣିଶୁଣି ରୋକାଯାଏ ନାହିଁ, ସେତେବେଳେ ତାହା ଆଉ କେବଳ ଏକ ଦଙ୍ଗା ହୋଇ ରହେ ନାହିଁ, ତାହା ଏକ ସୁପରିକଳ୍ପିତ ଅଭିଯାନ ପାଲଟିଯାଏ।
କନ୍ଧମାଳର ଏହି ଘଟଣାକ୍ରମ ଆମକୁ ଶିଖାଏ ଯେ ସାମୂହିକ ହିଂସା କେବଳ ଲୋକଙ୍କର ରାଗରୁ ସୃଷ୍ଟି ହୁଏ ନାହିଁ, ବରଂ ଏହାକୁ ଯୋଜନାବଦ୍ଧ ଭାବରେ ସଂଗଠିତ କରାଯାଏ ଆଉ ଏଥିରେ ବ୍ୟବସ୍ଥାର ବିଫଳତା ନିଆଁରେ ଘିଅ ଢାଳିବା ଭଳି କାମ କରେ। ଏହା ଥିଲା ଏକ ଏମିତି ଘଟଣା ଯେଉଁଠି ରାଷ୍ଟ୍ର ନିଜର ନାଗରିକଙ୍କୁ ସୁରକ୍ଷା ଦେବାରେ ଆପଣ କହିପାରିବେ ପୂରାପୂରି ବିଫଳ ହୋଇଥିଲା। ତେବେ ଆସନ୍ତୁ ଏହି ବିଶ୍ଳେଷଣରେ ବୁଝିବା ଏହି ଯେଉଁ ବ୍ୟବସ୍ଥାଗତ ବିଫଳତା ଥିଲା ତାହା ପ୍ରକୃତରେ କେମିତି ଆଉ କେଉଁ କେଉଁ ସ୍ତରରେ ଘଟିଥିଲା। କିନ୍ତୁ କୌଣସି ଘଟଣାକୁ ବିଫଳତା କହିବା ଆଗରୁ ପ୍ରଥମେ ଜାଣିବା ଦରକାର ଯେ ସଫଳତାର ମାପକାଠି କ'ଣ। ଆଚ୍ଛା, ଆମ ଭାରତୀୟ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ କିଛି ମୌଳିକ ପ୍ରତିଶ୍ରୁତି ଦେଇଥାଏ, ଯେମିତିକି ଜୀବନ ଓ ସମ୍ପତ୍ତିର ସୁରକ୍ଷା, ଧାର୍ମିକ ସ୍ୱାତନ୍ତ୍ର୍ୟ ଆଉ ସାଧାରଣ ଶାନ୍ତି ଶୃଙ୍ଖଳା ବଜାଇ ରଖିବା। ତେବେ ଏହି ମାପକାଠିରେ ହିଁ ଆମେ କନ୍ଧମାଳର ଘଟଣାଗୁଡ଼ିକୁ ଟିକେ ପରଖି ଦେଖିବା। ଆମେ ଏହି ପୂରା ବିଶ୍ଳେଷଣକୁ 5ଟି ଭାଗରେ ଦେଖିବା। ଆଉ ଜାଣନ୍ତି, ଏହାକୁ ଗୋଟିଏ ଡମିନୋ ଇଫେକ୍ଟ ଭଳି ଭାବିପାରନ୍ତି, ମାନେ କେମିତି ଗୋଟିଏ ବିଫଳତା ଆଉ ଗୋଟିଏ ବିଫଳତାକୁ ଜନ୍ମ ଦେଲା। ପ୍ରତିରୋଧରେ ବିଫଳତାରୁ ଆରମ୍ଭ ହୋଇ ଶେଷରେ ନ୍ୟାୟ ଦେବାରେ ବିଫଳତା ପର୍ଯ୍ୟନ୍ତ ସବୁକିଛି ଗୋଟିଏ ପରେ ଗୋଟିଏ ଫୁସୁଡ଼ି ଚାଲିଲା। ତେବେ ଆସନ୍ତୁ ପ୍ରଥମ ପର୍ଯ୍ୟାୟକୁ ଯିବା, ପ୍ରତିରୋଧରେ ବିଫଳତା। ଆଉ ଏଇଟା ବୋଧହୁଏ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା। କାହିଁକି? କାରଣ ଉତ୍ସଗୁଡ଼ିକରୁ ଭାଇ ସ୍ପଷ୍ଟ ଯେ ଏହି ହିଂସା କିଛି ହଠାତ୍ ଘଟିନଥିଲା। ଏହାର ସଂକେତ, ଏହାର ଚେତାବନୀ ବହୁତ ଆଗରୁ ମିଳୁଥିଲା, କିନ୍ତୁ ତାକୁ ସିଧାସଳଖ ଅଣଦେଖା କରି ଦିଆଗଲା। ତେବେ ପ୍ରଶ୍ନ ଉଠୁଛି, କ'ଣ ସେ ସଂକେତ ସବୁ ଥିଲା? ଦେଖନ୍ତୁ, ଗୋଟେ ପରେ ଗୋଟେ। ପ୍ରଥମେ ଜିଲ୍ଲା ଗୋଇନ୍ଦା ବିଭାଗ ନିଜେ ରିପୋର୍ଟ ଦେଉଥିଲା ଯେ ସାମ୍ପ୍ରଦାୟିକ ଉତ୍ତେଜନା ବଢ଼ିବାରେ ଲାଗିଛି। ଦ୍ୱିତୀୟରେ କେଉଁ କେଉଁ ଗାଁ ସମ୍ବେଦନଶୀଳ ସେଗୁଡ଼ିକ ଚିହ୍ନଟ ବି କରାଯାଇସାରିଥିଲା। ଏପରିକି ଖ୍ରୀଷ୍ଟିଆନ ସମୂହର ଲୋକମାନେ ନିଜ ଆଡ଼ୁ ଲିଖିତ ଅଭିଯୋଗ ଦେଇଥିଲେ ଯେ ସେମାନଙ୍କୁ ଧମକ ଦିଆଯାଉଛି। ମାନେ ସବୁକିଛି ସ୍ପଷ୍ଟ ଥିଲା। ଏବେ ଏ ଦୁଇଟା କଥାକୁ ପାଖାପାଖି ରଖି ଦେଖିଲେ କେମିତି ଲାଗୁଛି? ଗୋଟେପଟେ ଗୋଇନ୍ଦା ବିଭାଗର ଏତେ ସବୁ ସ୍ପଷ୍ଟ ଚେତାବନୀ ଆଉ ଅନ୍ୟପଟେ ପ୍ରଶାସନର ଚରମ ନିଷ୍କ୍ରିୟତା। ନା କୌଣସି ପ୍ରତିଷେଧକ ଗିରଫଦାରୀ ହେଲା, ନା ଆଗୁଆ କର୍ଫ୍ୟୁ ଲଗାଗଲା, ଆଉ ଅସ୍ତ୍ରଶସ୍ତ୍ର ଯେଉଁଠି ଗଚ୍ଛିତ ହେଉଥିଲା ତାକୁ ରୋକିବା ପାଇଁ ବି କିଛି ପଦକ୍ଷେପ ନିଆଗଲା ନାହିଁ। ଏଇଟାକୁ କ'ଣ କେବଳ ଅଜ୍ଞତା କୁହାଯାଇପାରିବ? ଉତ୍ସଗୁଡ଼ିକ ତ ଏହାକୁ ସିଧାସଳଖ ପ୍ରଶାସନିକ ଅବହେଳା ବୋଲି କହୁଛନ୍ତି। ହଉ, ତେବେ ହିଂସାକୁ ରୋକିବାରେ ତ ପ୍ରଶାସନ ବିଫଳ ହେଲା, କିନ୍ତୁ ଯେତେବେଳେ ହିଂସା ଆରମ୍ଭ ହୋଇଗଲା ସେତେବେଳେ କ'ଣ ହେଲା? ସେତେବେଳେ ତ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଦାୟିତ୍ୱ ଥିଲା ଲୋକଙ୍କୁ ସୁରକ୍ଷା ଦେବା। କିନ୍ତୁ ପ୍ରକୃତରେ ସେମାନେ କ'ଣ କଲେ? ଏଇଠି ଆସୁଛି ଆମର ଦ୍ୱିତୀୟ ପର୍ଯ୍ୟାୟ, ଆଇନ ଓ ଶୃଙ୍ଖଳାର ସମ୍ପୂର୍ଣ୍ଣ ପତନ। ଆଉ ଏଠି ଆମେ କୌଣସି ଗୋଟିଏ କି ଦୁଇଟା ଘଟଣା କଥା କହୁନେ, ଏହା ଏକ ପୂରାପୂରି ଢାଞ୍ଚା ଥିଲା, ଗୋଟେ ପ୍ୟାଟର୍ନ। ରିପୋର୍ଟଗୁଡ଼ିକ କହୁଛି ଯେ ପୋଲିସ ଆକ୍ରମଣ ସ୍ଥଳରେ ଉପସ୍ଥିତ ତ ଥିଲା, କିନ୍ତୁ କିଛି କରୁନଥିଲା। ଭିଡ଼କୁ ଅଟକାଇବା ପରିବର୍ତ୍ତେ ସେମାନେ ନୀରବଦ୍ରଷ୍ଟା ସାଜିଥିଲେ। ପୀଡ଼ିତଙ୍କୁ ସୁରକ୍ଷା ଦେବା ତ ଦୂରର କଥା, ଏତଲା ବା ଏଫ୍ଆଇଆର୍ ଲେଖିବାକୁ ବି ମନା କରିଦେଉଥିଲେ। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା, କିଛି ମାମଲାରେ ଓଲଟା ପୀଡ଼ିତଙ୍କୁ ହିଁ ଗିରଫ କରାଯାଇଥିଲା। ଆଉ ଏସବୁ ଭିତରେ ପ୍ରତ୍ୟକ୍ଷଦର୍ଶୀମାନଙ୍କର ଗୋଟିଏ କଥା ବାରମ୍ବାର ସାମ୍ନାକୁ ଆସୁଥିଲା। ଗୋଟିଏ ସରଳ କିନ୍ତୁ ବହୁତ ଶକ୍ତିଶାଳୀ ବାକ୍ୟ, ପୋଲିସ ଦେଖୁଥିଲା, ସେମାନେ କିଛି କଲେ ନାହିଁ। ବାସ୍, ଏହି ଗୋଟିଏ ଲାଇନ୍ ଭିତରେ ବୋଧହୁଏ ସେ ସମୟର ପୂରା ଚିତ୍ର ଲୁଚି ରହିଛି। ତଳସ୍ତରରେ ଲୋକମାନେ ଏହା ହିଁ ଅନୁଭବ କରୁଥିଲେ। ଏବେ ଆସନ୍ତୁ କର୍ଫ୍ୟୁ କଥା ଦେଖିବା। ଶୁଣିବାକୁ ଲାଗେ ଯେ କର୍ଫ୍ୟୁ ତ ହିଂସା ରୋକିବା ପାଇଁ ଲାଗୁ ହୁଏ, ଠିକ୍ ନା? କିନ୍ତୁ ଏଠି ଏହାର ପ୍ରଭାବ ପୂରା ଓଲଟା ପଡ଼ିଲା। ଏହା ଏକ ବିଡ଼ମ୍ବନା ଥିଲା। କର୍ଫ୍ୟୁ ଯୋଗୁଁ ଯେଉଁମାନେ ପୀଡ଼ିତ ଥିଲେ ସେମାନଙ୍କ ପାଖରେ ଖାଦ୍ୟ କି ସାହାଯ୍ୟ ପହଞ୍ଚି ପାରିଲା ନାହିଁ। ଆଉ ଆକ୍ରମଣକାରୀମାନେ, ସେମାନେ ରାତିରେ ମୁକ୍ତ ଭାବେ ବୁଲୁଥିଲେ। ମାନେ ଯାହାକୁ ରୋକିବା ପାଇଁ ବ୍ୟବସ୍ଥା ହୋଇଥିଲା ତା ପୀଡ଼ିତଙ୍କ ପାଇଁ ହିଁ କାଳ ହେଲା। ହଉ, ତ ଧୀରେ ଧୀରେ ହିଂସାର ଆଞ୍ଚ ଟିକେ କମିଲା। କିନ୍ତୁ କ'ଣ ଏଇଠି ବିଫଳତାର କାହାଣୀ ସରିଗଲା? ନା, ଆଦୌ ନୁହେଁ। ବରଂ ଏବେ ଆରମ୍ଭ ହୋଇଗଲା ଆଉ ଏକ ନୂଆ ଅଧ୍ୟାୟ, ବିଫଳତାର ତୃତୀୟ ପର୍ଯ୍ୟାୟ, ଯାହା ଥିଲା ରିଲିଫ ଏବଂ ପୁନର୍ବାସରେ ଅବହେଳା ଉପରେ। ସରକାରୀ ତଥ୍ୟ ଅନୁସାରେ ବିସ୍ଥାପିତ ଲୋକଙ୍କ ପାଇଁ ପାଖାପାଖି 20ଟି ରିଲିଫ କ୍ୟାମ୍ପ ଖୋଲାଗଲା। ଆଚ୍ଛା, କାଗଜପତ୍ରରେ ତ ଏହା ବହୁତ ବଡ଼ ପଦକ୍ଷେପ ଭଳି ଲାଗୁଛି, କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି ସେ କ୍ୟାମ୍ପ ଭିତର ଅବସ୍ଥା କେମିତି ଥିଲା? ସେଠି ବାସ୍ତବତା କ'ଣ ଥିଲା? ଆଉ ସେଇଠି ହିଁ ଅସଲ କାହାଣୀ ସାମ୍ନାକୁ ଆସେ। ସେ କ୍ୟାମ୍ପଗୁଡ଼ିକର ଅବସ୍ଥା ଥିଲା ଅତ୍ୟନ୍ତ ଶୋଚନୀୟ। ଭୟଙ୍କର ଭିଡ଼, ପରିମଳ ବ୍ୟବସ୍ଥା ପୂରା ବିପର୍ଯ୍ୟସ୍ତ, ଖାଇବାକୁ କି ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ସୁବିଧା ନଥିଲା। ବିଶେଷ କରି ମହିଳାଙ୍କ ପାଇଁ ସୁରକ୍ଷା ବୋଲି କିଛି ନଥିଲା।
ଆଉ ଏସବୁ ଭିତରେ ପ୍ରଶାସନ ଲୋକଙ୍କ ଉପରେ ଚାପ ପକାଉଥିଲା ଯେ ସେମାନେ ଶୀଘ୍ର ନିଜ ଘରକୁ ଫେରି ସାଧାରଣ ଜୀବନ ଆରମ୍ଭ କରନ୍ତୁ। କିନ୍ତୁ କି ସାଧାରଣ ସ୍ଥିତି? ରିଲିଫ୍ କ୍ୟାମ୍ପ ପରେ କଥା ଆସେ କ୍ଷତିପୂରଣର। ସରକାର ତ ବଡ଼ ବଡ଼ ସହାୟତା ଯୋଜନା ଘୋଷଣା କଲେ, କିନ୍ତୁ ଯେତେବେଳେ ସେହି ସାହାଯ୍ୟ ଲୋକଙ୍କ ପାଖରେ ପହଞ୍ଚିବାର କଥା ଆସିଲା, ସେତେବେଳେ କ'ଣ ହେଲା? ଉତ୍ସଗୁଡ଼ିକରୁ ଜଣାପଡ଼େ ଯେ ଏଥିରେ ବ୍ୟାପକ ମନମୁଖୀ କାରବାର ଆଉ ଦୁର୍ନୀତି ହୋଇଥିଲା। ଏମିତିକି ଯେଉଁ ଚର୍ଚ୍ଚ ଆଉ ସ୍କୁଲ ସବୁ ପୋଡ଼ି ଦିଆଯାଇଥିଲା, ସେଗୁଡ଼ିକୁ ତ ସହାୟତା ତାଲିକାରୁ ପ୍ରାୟତଃ ବାଦ୍ ହିଁ ଦିଆଯାଇଥିଲା। ତେବେ ରିଲିଫ୍ ଗଲା, ପୁନର୍ବାସ ବି ଗଲା। କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ଏବେ ବି ବାକି ଥିଲା, ନ୍ୟାୟର ପ୍ରଶ୍ନ। ଯେତେବେଳେ ପ୍ରଶାସନର ପ୍ରତ୍ୟେକ ସ୍ତର ବିଫଳ ହେଲା, ସେତେବେଳେ ଲୋକଙ୍କର ଶେଷ ଭରସା ଥିଲା ଆଇନ ବ୍ୟବସ୍ଥା। ତେବେ କ'ଣ ସେମାନଙ୍କୁ ନ୍ୟାୟ ମିଳିଲା? ଏହି ସଂଖ୍ୟାଗୁଡ଼ିକ ନିଜେ ହିଁ କାହାଣୀ କହୁଛନ୍ତି। ମୋଟ ଏଫ୍ଆଇଆର୍ ରୁଜୁ ହେଲା 900ରୁ ଅଧିକ। ଭାବନ୍ତୁ, 900ରୁ ଅଧିକ ମାମଲା। କିନ୍ତୁ ସେଥିରୁ ଦୋଷୀ ସାବ୍ୟସ୍ତ ହେଲେ କେତେଜଣ? ହାତଗଣତି କିଛି ଲୋକ। ଏହି ଯେଉଁ ବିରାଟ ବ୍ୟବଧାନ, ଏଫ୍ଆଇଆର୍ ଆଉ ଦୋଷୀ ସାବ୍ୟସ୍ତ ହେବା ଭିତରେ, ବାସ୍ ଏହି ଗୋଟିଏ ଚିତ୍ର ହିଁ ନ୍ୟାୟ ବ୍ୟବସ୍ଥାର ବିଫଳତାକୁ ବୁଝାଇବା ପାଇଁ ଯଥେଷ୍ଟ। କିନ୍ତୁ ପ୍ରଶ୍ନ ହେଉଛି, ଏମିତି କାହିଁକି ହେଲା? ନ୍ୟାୟ ବ୍ୟବସ୍ଥା କାହିଁକି ଏତେ ଖରାପ ଭାବେ ବିଫଳ ହେଲା? ଦେଖନ୍ତୁ, ଏହାର କାରଣ ଗୋଟିଏ ନୁହେଁ, ଅନେକ। ପ୍ରଥମ କଥା ହେଲା, ପୋଲିସ ତଦନ୍ତ ବହୁତ ଦୁର୍ବଳ ଥିଲା। ପ୍ରମାଣ ଠିକ୍ ଭାବେ ସଂଗ୍ରହ କରାଯାଇନଥିଲା। ଦ୍ୱିତୀୟରେ, ସାକ୍ଷୀମାନଙ୍କୁ ଖୋଲାଖୋଲି ଧମକ ଦିଆଯାଉଥିଲା, ଆଉ ସେମାନଙ୍କୁ ସୁରକ୍ଷା ଦେବା ପାଇଁ କୌଣସି ବ୍ୟବସ୍ଥା ନଥିଲା। ଆଉ ତା ସାଙ୍ଗକୁ ଶକ୍ତିଶାଳୀ ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ରାଜନୈତିକ ହସ୍ତକ୍ଷେପର ଅଭିଯୋଗ ମଧ୍ୟ ଉଠିଥିଲା। ଏପରିକି ଯେଉଁ ତଦନ୍ତ କମିଶନ ବସାଗଲା, ତାର ଅବସ୍ଥା ବି ଦେଖନ୍ତୁ। ଗୋଟେ ତ ଜଷ୍ଟିସ୍ ମହାପାତ୍ର କମିଶନ, ଯାହା ଅଧାରୁ ହିଁ ବନ୍ଦ ହୋଇଗଲା। ଆଉ ଗୋଟେ ଜଷ୍ଟିସ୍ ନାଇଡୁ କମିଶନ, ଯିଏ ରିପୋର୍ଟ ଦେଲେ ସତ, କିନ୍ତୁ ସେ ରିପୋର୍ଟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ କରାଗଲା ନାହିଁ। ତେବେ ଯେତେବେଳେ ରିପୋର୍ଟ ହିଁ ଲୋକଙ୍କ ସାମ୍ନାକୁ ଆସିବନି, ସେତେବେଳେ କାହାକୁ ଦାୟୀ କରାଯିବ? ତେବେ ଏ ସବୁର ଶୀର୍ଷ ପରିଣାମ କ'ଣ ହେଲା? ପ୍ରତିରୋଧ, ସୁରକ୍ଷା, ରିଲିଫ୍, ନ୍ୟାୟ, ଗୋଟିଏ ପରେ ଗୋଟିଏ ସ୍ତରରେ ଏତେ ବଡ଼ ବିଫଳତା। କିନ୍ତୁ କୌଣସି ଜଣେ ବି ବଡ଼ ପ୍ରଶାସନିକ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। କାହାରିକୁ ଦାୟୀ କରାଗଲା ନାହିଁ। ଉତ୍ସଗୁଡ଼ିକ ଏହାକୁ ହିଁ କହନ୍ତି ଦଣ୍ଡମୁକ୍ତିର ସଂସ୍କୃତି, ମାନେ ଭୁଲ କରି ମଧ୍ୟ ଦଣ୍ଡ ନ ପାଇବାର ପରମ୍ପରା। ଏସବୁ ତ ଆମେ ବ୍ୟବସ୍ଥାର ବିଫଳତା କଥା କହିଲେ, କିନ୍ତୁ ଏସବୁର ପ୍ରକୃତ ପ୍ରଭାବ କାହା ଉପରେ ପଡ଼ିଲା? ସାଧାରଣ ଲୋକଙ୍କ ଉପରେ। ଆସନ୍ତୁ ଏବେ ଦେଖିବା, ଏହି ବିଫଳତାର ମାନବୀୟ ମୂଲ୍ୟ କେତେ ଭୟଙ୍କର ଥିଲା ଆଉ ତାର କ୍ଷତ କେମିତି ଆଜି ବି ଲୋକଙ୍କ ଜୀବନରେ ରହିଯାଇଛି। ଏହି ଯେଉଁ କ୍ଷତି, ଏହାକୁ କେବଳ ଟଙ୍କା ପଇସାରେ ମାପି ହେବନି। ଲୋକମାନେ ଶାରୀରିକ କ୍ଷତି ସହିଲେ, କିନ୍ତୁ ତାଠୁ ବଡ଼ ଥିଲା ମାନସିକ ଆଘାତ, ଯାହାର ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନଥିଲା। ଲୋକଙ୍କର ଜମିବାଡ଼ି ଗଲା, ବ୍ୟବସାୟ ଗଲା, ପିଲାମାନଙ୍କର ପାଠପଢ଼ା ଛାଡ଼ିଗଲା, ସ୍କୁଲ ସବୁ ପୋଡ଼ିଗଲା। ଏହା କେବଳ ସେହି ସମୟର କ୍ଷତି ନଥିଲା, ଏହା ଏକ ପିଢ଼ିଗତ କ୍ଷତି ଥିଲା, ଯାହାର ପ୍ରଭାବ ଆଗାମୀ ପିଢ଼ି ଉପରେ ବି ପଡ଼ିଲା। ଆଉ ଏଇଠି ଦୁଇଟି ସମାନ୍ତରାଳ ବାସ୍ତବତା ଚାଲିଥିଲା। ଗୋଟେ ପଟେ ଥିଲା ସରକାରଙ୍କର ବର୍ଣ୍ଣନା, ଯେଉଁଠି ହିଂସାକୁ କମ୍ କରି ଦେଖାଇ ସବୁକିଛି ସ୍ୱାଭାବିକ ବୋଲି କୁହାଯାଉଥିଲା। କିନ୍ତୁ ଅନ୍ୟପଟେ ଥିଲା ତଳସ୍ତରର ବାସ୍ତବତା। ସେଠି ଥିଲା ଲୋକଙ୍କ ମନରେ ଲାଗି ରହିଥିବା ଭୟ, ଗାଁ ଗାଁ ଭିତରେ ସୃଷ୍ଟି ହୋଇଥିବା ଦୂରତା, ଆଉ ପ୍ରଶାସନ ଉପରୁ ସମ୍ପୂର୍ଣ୍ଣ ଭାବେ ଉଠିଯାଇଥିବା ବିଶ୍ୱାସ। ତେଣୁ ଯଦି ଆମେ ଏହି ପୂରା ଘଟଣାକ୍ରମକୁ ଦେଖିବା, ତେବେ ଗୋଟିଏ କଥା ସ୍ପଷ୍ଟ ହୋଇଯାଏ, ଏହାକୁ କେବଳ ଗୋଟେ ଦଙ୍ଗା କହିବା ହେବ ନାହିଁ। ଏହା ଥିଲା ରାଷ୍ଟ୍ରର ନିଜ ଦାୟିତ୍ୱରୁ ସମ୍ପୂର୍ଣ୍ଣ ଓହରିଯିବା ବା ଦାୟିତ୍ୱର ପରିତ୍ୟାଗ। ଆଉ ଶେଷରେ ଏହି ପୂରା ବିଶ୍ଳେଷଣ ଆମ ସମସ୍ତଙ୍କ ପାଇଁ ଗୋଟେ ମୌଳିକ ପ୍ରଶ୍ନ ଛାଡ଼ିଯାଉଛି। ଯେତେବେଳେ ଏକ ରାଷ୍ଟ୍ର ନିଜ ଲୋକଙ୍କୁ ସୁରକ୍ଷା ଦେବାରେ ଏପରି ଭାବେ ବିଫଳ ହୁଏ, ଯେତେବେଳେ ପୂରା ବ୍ୟବସ୍ଥା ହିଁ ଭୁଷୁଡ଼ି ପଡ଼େ, ସେତେବେଳେ ପ୍ରକୃତରେ ଏଥିପାଇଁ ଜବାବଦେହି କିଏ ହେବ? ଏହା କେମିତି ଏକ ସୁଚିନ୍ତିତ ରାଜନୈତିକ ରଣନୀତିର ଅଧ୍ୟୟନ ହୋଇପାରେ? ତେବେ ଚାଲନ୍ତୁ ଏହାକୁ ଭଲ ଭାବରେ ବୁଝିବା। ଏହି ପୂରା ଘଟଣାକୁ ଭଲ ଭାବେ ବୁଝିବା ପାଇଁ ଆମେ ଏହାକୁ ମୁଖ୍ୟତଃ 5ଟି ଭାଗରେ ବାଣ୍ଟି ଦେଇଛୁ। ଆସନ୍ତୁ ଦେଖିବା ସେଗୁଡ଼ିକ କ'ଣ? ତେବେ ଆରମ୍ଭ କରିବା ଆମର ପ୍ରଥମ ବିଭାଗରୁ, ଯେଉଁଠି ମୂଳ ପ୍ରଶ୍ନ ହେଉଛି ସରକାରୀ ବୟାନ ବନାମ ବାସ୍ତବରେ କ'ଣ ଘଟିଥିଲା। ତେବେ ଏଠି ଗୋଟେ ବଡ଼ ପ୍ରଶ୍ନ ଉଠୁଛେ, ଏହା କ'ଣ ସତରେ ଲୋକଙ୍କର ହଠାତ୍ ଉପୁଜିଥିବା ରାଗର ପରିଣାମ ଥିଲା, ନା ଏହା ପଛରେ କିଛି ସୁଚିନ୍ତିତ ଯୋଜନା ରହିଥିଲା? ଚାଲନ୍ତୁ ଏହାରେ ଟିକେ ଖୋଡ଼ତାଡ଼ କରିବା। ଦେଖନ୍ତୁ, ଏଠି ଦୁଇଟା ପୂରାପୂରି ଅଲଗା କଥା ସାମ୍ନାକୁ ଆସୁଛି। ଗୋଟେପଟେ ସରକାରୀ ଭାବେ କୁହାଗଲା ଯେ ଏହା ଲୋକଙ୍କର ସ୍ୱାଭାବିକ ପ୍ରତିକ୍ରିୟା ଥିଲା, କିନ୍ତୁ ଅନ୍ୟପଟେ ଉତ୍ସରୁ ମିଳୁଥିବା ପ୍ରମାଣଗୁଡ଼ିକ ଏକ ଭିନ୍ନ କାହାଣୀ କହୁଛି। ସେଗୁଡ଼ିକ କହୁଛି ଯେ ଆକ୍ରମଣ ପାଇଁ ଆଗରୁ ଲିଷ୍ଟ ତିଆରି ହୋଇଥିଲା, ଆଉ ଜାଣିଶୁଣି ଅଣଖ୍ରୀଷ୍ଟିଆନ ଘରଗୁଡ଼ିକୁ ଛାଡ଼ି ଦିଆଯାଉଥିଲା।
ଚାଲନ୍ତୁ ଏବେ ଏହାର ଆଉ ଗୋଟିଏ ସ୍ତରକୁ ଯିବା ଏବଂ ସେହି ରାଜନୈତିକ ଆଉ ସାଂଗଠନିକ ବ୍ୟବସ୍ଥାକୁ ଦେଖିବା ଯାହା ଏହି ହିଂସାକୁ ସମ୍ଭବ କରାଇଥିଲା। ସେତେବେଳର ଯୋଉ ଶାସକ ମେଣ୍ଟ ଥିଲା ତାର ଗଠନ ଭିତରେ ହିଁ ଗୋଟେ ଅଜବ କଥା ଥିଲା। ମାନେ ଯେଉଁ ଦଳର କର୍ମୀଙ୍କ ଉପରେ ହିଂସାର ଅଭିଯୋଗ ଆସୁଥିଲା, ସରକାରର ମୁଖ୍ୟ ବିଭାଗଗୁଡ଼ିକ ସେଇମାନଙ୍କ ହାତରେ ଥିଲା। ତେଣୁ ଏହି ସ୍ୱାର୍ଥର ସଂଘର୍ଷ ଯୋଗୁଁ ହିଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହୋଇଥିଲା ବୋଲି ଉତ୍ସଗୁଡ଼ିକ କହୁଛନ୍ତି। ଆଉ ଏହା ଗୋଟେ ସିଷ୍ଟମ ଭଳି କାମ କରୁଥିଲା। ଦେଖନ୍ତୁ, ଆର୍ଏସ୍ଏସ୍ ବୈଚାରିକ ଆଧାର ଦେଲା, ବିଶ୍ୱ ହିନ୍ଦୁ ପରିଷଦ ଲୋକଙ୍କୁ ଏକାଠି କଲା, ଆଉ ବଜରଙ୍ଗ ଦଳ ସିଧାସଳଖ ହିଂସା କଲା। ଏସବୁ ଦେଖିଲେ ଲାଗୁନି ଯେ ଏହା ହଠାତ୍ ହେଇଥିଲା, ବରଂ ଲାଗୁଛି ସବୁକିଛି ପୂର୍ବରୁ ଯୋଜନା କରାଯାଇଥିଲା। ଏଇଟା ବହୁତ ଚାଲାକିରେ କରାଯାଇଥିବା ଗୋଟେ ରଣନୀତି ଥିଲା। ଉତ୍ସ ଅନୁସାରେ ପ୍ରଥମେ ଆଦିବାସୀଙ୍କ ପରିଚୟକୁ ବଦଳେଇ ଦିଆଗଲା। ତାପରେ ସେମାନଙ୍କର ଯାହା ବି ଅର୍ଥନୈତିକ ଓ ସାମାଜିକ ଅସୁବିଧା ଥିଲା ସେସବୁକୁ ଧର୍ମ ସହିତ ଯୋଡ଼ି ଦିଆଗଲା। ଫଳରେ କ'ଣ ହେଲା, ଆଦିବାସୀ ଆଉ ଦଳିତଙ୍କ ଭିତରେ ଯେଉଁ ପାରମ୍ପରିକ ଏକତା ଥିଲା ସେଇଟା ଭାଙ୍ଗିଗଲା। ଏବେ ଆସନ୍ତୁ ଆମର ତୃତୀୟ ବିଭାଗକୁ। ଏଇଠି ଆମେ ଦେଖିବା ମିଡିଆର ଭୂମିକା କ'ଣ ଥିଲା ଆଉ ଲୋକଙ୍କ ମତକୁ କେମିତି ପ୍ରଭାବିତ କରାଯାଇଥିଲା। ଶବ୍ଦର ବହୁତ ଶକ୍ତି ଥାଏ, ନୁହେଁ କି? ଦେଖନ୍ତୁ, କିଛି ସ୍ଥାନୀୟ ମିଡିଆ ଏମିତି କିଛି ଶବ୍ଦ ବ୍ୟବହାର କଲେ ଯୋଉଥିରୁ ଲାଗୁଥିଲା ସତେ ଯେମିତି ଏହି ହିଂସା ଠିକ୍ ଥିଲା ଏବଂ ଏହା କେବଳ ଏକ ପ୍ରତିକ୍ରିୟା ଥିଲା। ଏଇଠି ମିଡିଆ ଭିତରେ ଗୋଟେ ବଡ଼ ଫାଟ ଦେଖିବାକୁ ମିଳିଥିଲା। ଗୋଟେ ପଟେ କିଛି ସ୍ଥାନୀୟ ମିଡିଆ ଥିଲେ ଯେଉଁମାନେ ଭୁଲ ଖବର ପ୍ରଚାର କରୁଥିଲେ, କିନ୍ତୁ ଆର ପଟେ ଥିଲେ ଜାତୀୟ ସ୍ତରର କିଛି ସାମ୍ବାଦିକ ଯେଉଁମାନେ ଘଟଣାର ମୂଳକୁ ଯାଇ ସତ କ'ଣ ତାକୁ ବାହାରକୁ ଆଣିଲେ ଆଉ ପୀଡ଼ିତଙ୍କ କଥାକୁ ଲୋକଙ୍କ ପାଖରେ ପହଞ୍ଚାଇଲେ। ଆଉ ଯେଉଁ ଗାଁ ଗହଳିରେ ଟିଭି କି ଖବରକାଗଜ ସହଜରେ ପହଞ୍ଚୁନଥିଲା, ସେଠି ଗୁଜବ ବହୁତ ଭୟଙ୍କର ଭାବେ କାମ କଲା। ଛୋଟ ଛୋଟ ମୋବାଇଲ ଭିଡିଓ, କିଛି ପାମ୍ପଲେଟ୍, ଏସବୁ ମାଧ୍ୟମରେ ମିଛ ଖବର ନିଆଁ ଭଳି ବ୍ୟାପିଗଲା ଆଉ ପ୍ରଶାସନ ଏହାକୁ ରୋକିବାରେ ବିଫଳ ହେଲା ବୋଲି ଉତ୍ସରେ କୁହାଯାଇଛି। ଆଚ୍ଛା, ଏତେ ସବୁ ଭିତରେ କିଛି ସକାରାତ୍ମକ ପ୍ରତିକ୍ରିୟା ବି ଆସିଥିଲା। ତେବେ ଚାଲନ୍ତୁ ଏବେ ଦେଖିବା ନାଗରିକ ସମାଜ ଆଉ ଧାର୍ମିକ ସଂଗଠନଗୁଡ଼ିକ କେମିତି ଆଗକୁ ଆସିଥିଲେ। ଯେତେବେଳେ ଲାଗୁଥିଲା ସରକାରୀ ସ୍ତରରେ କିଛି ହେଉନି, ସେତେବେଳେ କିଛି ମାନବାଧିକାର ସଂଗଠନ ଆଗକୁ ଆସିଲେ। ସେମାନେ ଖାଲି ରିପୋର୍ଟ ତିଆରି କଲେନି, ବରଂ ପୀଡ଼ିତମାନଙ୍କ ନ୍ୟାୟ ପାଇଁ ଲଢ଼ିବାରେ ପ୍ରକୃତ ସାହାଯ୍ୟ କଲେ। ଏମାନେ ନଥିଲେ ବୋଧହୁଏ ଅନେକ କେସ୍ ସେମିତି ହିଁ ଦବିଯାଇଥାନ୍ତା। ଚର୍ଚ୍ଚାର ଭୂମିକା ଏଠି ଦୁଇ ପ୍ରକାରର ଥିଲା। ଗୋଟେ ପଟେ ସେମାନେ ରିଲିଫ୍ କାମ କଲେ, ମାନେ ଖାଇବା, ରହିବା ଏସବୁର ବ୍ୟବସ୍ଥା କଲେ। ଆଉ ଅନ୍ୟପଟେ ସବୁବେଳେ ଶାନ୍ତି ପାଇଁ ନିବେଦନ କଲେ। ସବୁଠୁ ବଡ଼ କଥା ହେଲା, ଏତେ ଉତ୍ତେଜନା ପରେ ବି ଖ୍ରୀଷ୍ଟିଆନ ସମାଜ ତରଫରୁ କୌଣସି ପ୍ରତିଶୋଧମୂଳକ ହିଂସା ଦେଖିବାକୁ ମିଳିନଥିଲା। ଏହି ଚାର୍ଟରୁ ପୁରା ଚିତ୍ରଟା ଆହୁରି ସ୍ପଷ୍ଟ ହୋଇଯାଉଛି। ଦେଖନ୍ତୁ, ସ୍ଥାନୀୟ ସ୍ତରରେ ଆଉ ଆନ୍ତର୍ଜାତୀୟ ସ୍ତରରେ ପ୍ରତିକ୍ରିୟା ବହୁତ ଅଧିକ ଥିଲା, କିନ୍ତୁ ତା ତୁଳନାରେ କେନ୍ଦ୍ର ସରକାରଙ୍କ ଭୂମିକା ଟିକେ ସୀମିତ ଥିଲା ବୋଲି ଏଥିରୁ ଜଣାପଡ଼ୁଛି। ଏବେ ଆସିବା ଆମର ଶେଷ ବିଭାଗକୁ। ଏହି ଘଟଣାର ପ୍ରଭାବ ଆଜି ବି କେମିତି ରହିଛି ଏବଂ ଏଥିରୁ କ'ଣ ଶିଖିବାକୁ ମିଳୁଛି? କନ୍ଧମାଳ କେବଳ ସେଇଠି ସରିଗଲା ନାହିଁ। ଏହା ଗୋଟେ ପ୍ରକାରର ଟେମ୍ପ୍ଲେଟ୍ ବା ମଡେଲ ହେଇଗଲା। ମାନେ ଯେତେବେଳେ ଦୋଷୀମାନଙ୍କୁ କୌଣସି ଦଣ୍ଡ ମିଳିଲାନି ବୋଲି ଧାରଣା ସୃଷ୍ଟି ହେଲା, ଦେଶର ଅନ୍ୟ ଜାଗାରେ ବି ଏମିତି ଘଟଣା ବଢ଼ିବାକୁ ଲାଗିଲା। ଏହା ଭବିଷ୍ୟତର ହିଂସା ପାଇଁ ଗୋଟେ ବାଟ ଖୋଲିଦେଲା ଭଳି ହେଲା। ଏହି ଘଟଣା ପରେ ପୁରା ଦେଶରେ ପୁଣି ଥରେ କିଛି ମୌଳିକ ପ୍ରଶ୍ନ ଉପରେ ବହୁତ ବଡ଼ ବିତର୍କ ଆରମ୍ଭ ହେଲା, ଯେମିତିକି ଧର୍ମାନ୍ତରଣ ବିରୋଧୀ ଆଇନ କେତେ ଠିକ୍, ଧାର୍ମିକ ସ୍ୱାଧୀନତାର ଅର୍ଥ କ'ଣ, ଆଉ ଗୋଟେ ଧର୍ମନିରପେକ୍ଷ ଦେଶରେ ସରକାରଙ୍କ ଭୂମିକା କ'ଣ ହେବା ଉଚିତ। ତେବେ ଏହି ପୁରା ଆଲୋଚନାରୁ ଗୋଟିଏ କଥା ସାମ୍ନାକୁ ଆସୁଛି। ଉତ୍ସଗୁଡ଼ିକ ଯାହା କହୁଛି ତାହା ଅନୁସାରେ କନ୍ଧମାଳ କୌଣସି ଦୁର୍ଘଟଣା ନଥିଲା, ବରଂ ଏହା ଏକ ସୁଚିନ୍ତିତ ରାଜନୈତିକ ରଣନୀତି ଥିଲା। ଏହି କଥାଟା ଆମ ସମସ୍ତଙ୍କ ପାଇଁ ଗୋଟେ ଗଭୀର ଚିନ୍ତାର ବିଷୟ ଛାଡ଼ିଯାଉଛି, ନୁହେଁ କି? କେବଳ ଗୋଟେ ଦୁଃଖଦ ଘଟଣା ନଥିଲା, ନା, ତାଠୁ ବହୁତ ବେଶୀ କିଛି ଥିଲା। ଏଇଟା ଥିଲା ଗୋଟେ ପୁରା ସିଷ୍ଟମର ବିଫଳତାର କାହାଣୀ। ଯେତେବେଳେ ଲୋକେ ନ୍ୟାୟ ମାଗିଲେ, ସେତେବେଳେ ପୁରା ବ୍ୟବସ୍ଥାଟା କେମିତି ଭୁଷୁଡ଼ି ପଡ଼ିଲା। ଆସନ୍ତୁ ସେହି କାହାଣୀ ଭିତରକୁ ଯାଇ ତାକୁ ଭଲ ଭାବେ ବୁଝିବା। ହିଂସା ପରେ ଜାଣନ୍ତି 900ରୁ ବି ଅଧିକ ଏଫ୍ଆଇଆର୍ ମାନେ ପ୍ରାଥମିକ ସୂଚନା ରିପୋର୍ଟ ଦାଖଲ କରାଗଲା। ହଁ, 900ରୁ ପ୍ଲସ୍। ଆଉ ଏଇଟା ଖାଲି ଗୋଟେ ନମ୍ବର ନୁହେଁ, ଏଇଟା ହେଉଛି 900ରୁ ଅଧିକ ପରିବାରର କ୍ଷତି, ତାଙ୍କ ଭୟ ଆଉ ନ୍ୟାୟ ପାଇଁ ସେମାନଙ୍କର ଆକଳ ଚିତ୍କାରର ରେକର୍ଡ। ଏତେ ବଡ଼ ସଂଖ୍ୟାରୁ ହିଁ ଜଣାପଡ଼ୁଛି ଯେ ଘଟଣାଟା କେତେ ଭୟଙ୍କର ଥିଲା ଆଉ ଆମ ନ୍ୟାୟ ବ୍ୟବସ୍ଥା ଉପରେ କେତେ ବଡ଼ ଦାୟିତ୍ୱ ଥିଲା। ହେଲେ ଏତେ ସବୁ ଏଫ୍ଆଇଆର୍ର ଶେଷରେ ହେଲା କ'ଣ? ଆଉ ଏଇଠି
କାହାଣୀଟା ପୂରା ବଦଳିଯାଏ। ଏତେ ସବୁ ଅଭିଯୋଗ ଆଉ ପ୍ରମାଣ ଥାଇ ବି ଦୋଷୀ ସାବ୍ୟସ୍ତ ହବା କେସ୍ଗୁଡ଼ିକର ସଂଖ୍ୟା ଆଙ୍ଗୁଠି ମୁଣ୍ଡରେ ଗଣିହେବ, ମାନେ ନଗଣ୍ୟ। ଲାଗୁଥିଲା ସତେ ଯେମିତି ସବୁ କେସ୍ ଗୋଟେ ବଡ଼ ଅନ୍ଧାର ଭିତରେ କୋଉଠି ହଜିଗଲା, ଆଉ ପଛରେ ରହିଗଲା କେବଳ ଗୋଟେ ବିରାଟ ନ୍ୟାୟିକ ଖାଲିପଣ। ତେବେ ଏହି ବିଫଳତାକୁ ଭଲ ଭାବେ ବୁଝିବାକୁ ହେଲେ ଆମେ କିଛି ଜିନିଷ ଉପରେ ନଜର ପକାଇବା। ପ୍ରଥମେ ସମସ୍ୟାଟା କେତେ ବଡ଼ ଥିଲା ଦେଖିବା। ତାପରେ ଆମେ ଖୋଜିବା କାହିଁକି ବ୍ୟବସ୍ଥାଟା କାମ ଦେଲାନି। ଏହାର ପ୍ରଭାବ ସମାଜ ଉପରେ କ'ଣ ପଡ଼ିଲା ଏବଂ ଶେଷରେ ଏହି ଭୁଲରୁ ଆମେ କ'ଣ ଶିଖିପାରିବା ସେ ବିଷୟରେ ମଧ୍ୟ କଥା ହେବା। ତେବେ ଚାଲନ୍ତୁ ପ୍ରଥମେ ସେହି ଗଭୀର ଫାଙ୍କୁକୁ ଟିକେ ମାପିବା। ଗୋଟେ ପଟେ ଥିଲା ଏତେ ବଡ଼ ହିଂସା ଆଉ ଅନ୍ୟପଟେ ଥିଲା ପ୍ରାୟ ଶୂନ୍ୟ ନ୍ୟାୟ। ଏଇ ଯେଉଁ ପାର୍ଥକ୍ୟ ନା, ଏହାକୁ ହିଁ ଆମେ କହୁଛୁ ନ୍ୟାୟିକ ଶୂନ୍ୟତା। ଆଉ ଏହି ନ୍ୟାୟିକ ଶୂନ୍ୟତା ହିଁ ପୂରା କାହାଣୀର ମୂଳ କଥା। ଦେଖନ୍ତୁ, ଯେତେବେଳେ ଅପରାଧ ପାଇଁ ଦଣ୍ଡ ମିଳେନି, ସେତେବେଳେ କେବଳ ପୀଡ଼ିତଙ୍କର ବିଶ୍ୱାସ ଭାଙ୍ଗେନି, ବରଂ ପୂରା ସିଷ୍ଟମ ଉପରୁ ଲୋକଙ୍କର ଭରସା ଉଠିଯାଏ। ଆଉ ଏହି ଅସନ୍ତୁଳନ ହିଁ ପରବର୍ତ୍ତୀ ସବୁ ବିଫଳତାର ମୂଳଦୁଆ ପକାଇଥିଲା। ତେବେ ପ୍ରଶ୍ନ ଉଠୁଛି, ଏମିତି କାହିଁକି ହେଲା? ଆମ ନ୍ୟାୟ ବ୍ୟବସ୍ଥା କୋଉ ସ୍ତରରେ ଫେଲ୍ ହେଲା? ଆସନ୍ତୁ ଏହି ବିଫଳତାର ପରସ୍ତ ପରେ ପରସ୍ତ ଖୋଲି ଦେଖିବା। ନ୍ୟାୟ ପ୍ରକ୍ରିୟାକୁ ଗୋଟେ ଚେନ୍ ବା ଶୃଙ୍ଖଳା ଭାବରେ ଭାବନ୍ତୁ। ଏଫ୍ଆଇଆର୍ ଠାରୁ ଆରମ୍ଭ କରି ତଦନ୍ତ, କୋର୍ଟ କାର୍ଯ୍ୟ ଆଉ ଶେଷରେ ଦଣ୍ଡ। କିନ୍ତୁ କନ୍ଧମାଳ କ୍ଷେତ୍ରରେ ଏହି ଚେନ୍ର ପ୍ରତ୍ୟେକଟି କଡ଼ି ଏତେ ଦୁର୍ବଳ ଥିଲା ଯେ ଗୋଟିଏ ପରେ ଗୋଟିଏ ସବୁ ଭାଙ୍ଗିଗଲା। ଆଉ ଫଳ କ'ଣ ହେଲା? ଉତ୍ତରଦାୟିତ୍ୱ ବୋଲି କିଛି ରହିଲା ନାହିଁ। ସବୁଠୁ ପ୍ରଥମ ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପାହାଚ ହେଉଛି ଏଫ୍ଆଇଆର୍। କିନ୍ତୁ ଏଇଠି ହିଁ ମୂଳଦୁଆ ଦୁର୍ବଳ ହୋଇଗଲା। ବହୁତ କେସ୍ରେ ଅଭିଯୁକ୍ତଙ୍କ ଜାଗାରେ ଲେଖାଗଲା ଅଜ୍ଞାତ ବ୍ୟକ୍ତି। ଭାବିଲେ ତ ଏହାଦ୍ୱାରା ଘଟଣା ପଛରେ ଥିବା ମୁଖ୍ୟ ଲୋକମାନେ କେତେ ସହଜରେ ଖସିଗଲେ। ଏଇଟା କେସ୍ଗୁଡ଼ିକୁ ଆରମ୍ଭରୁ ହିଁ ପଙ୍ଗୁ କରିଦେଲା। ଏଫ୍ଆଇଆର୍ ପରେ ଆସେ ତଦନ୍ତ, ଆଉ ସେଠି ମଧ୍ୟ ସେଇ ଏକା କଥା। ପୋଡ଼ିଯାଇଥିବା ଜାଗାରୁ ଫରେନ୍ସିକ୍ ପ୍ରମାଣ ସଂଗ୍ରହ କରାଗଲାନି, ଅସ୍ତ୍ରଶସ୍ତ୍ର ଜବତ ହେଲାନି, ଆଉ ସବୁଠୁ ବଡ଼ କଥା, ସାକ୍ଷୀମାନଙ୍କୁ ଖୋଲାଖୋଲି ଧମକ ଦିଆଗଲା। ଏମିତି ଏକ ଭୟର ବାତାବରଣ ଭିତରେ ଗୋଟେ ସଠିକ୍ ତଦନ୍ତର ଆଶା କରିବା ହିଁ ଭୁଲ ଥିଲା। ଆଉ ବିଡ଼ମ୍ବନା ଦେଖନ୍ତୁ, ଶୀଘ୍ର ନ୍ୟାୟ ଦେବା ପାଇଁ ଫାଷ୍ଟ୍ରାକ୍ କୋର୍ଟର ବ୍ୟବସ୍ଥା କରାଗଲା। କିନ୍ତୁ ଏହି କୋର୍ଟଗୁଡ଼ିକ ଗୋଟେ ମେସିନ୍ ପାଲଟିଗଲା, ଯାହାକି ପ୍ରମାଣ ଅଭାବର ଦ୍ୟାହି ଦେଇ ଶହ ଶହ ମାମଲାକୁ ଖାରଜ କରିଦେଲା। ଶେଷରେ ନ୍ୟାୟ ଦେବା ବଦଳରେ ଏହା ନ୍ୟାୟକୁ ମନା କରିବାର ମାଧ୍ୟମ ହୋଇଗଲା। ଏହି ତୁଳନାଟିକୁ ଟିକେ ଦେଖନ୍ତୁ। ଏଥିରୁ ସିଷ୍ଟମର ପକ୍ଷପାତିତା ପୂରା ସ୍ପଷ୍ଟ ହୋଇଯାଉଛି। ଗୋଟେ ପଟେ ସ୍ୱାମୀଙ୍କର ହତ୍ୟା ମାମଲାରେ ଯେଉଁ ତତ୍ପରତା ଦେଖାଗଲା, ଅନ୍ୟପଟେ ଶହ ଶହ ଦଙ୍ଗା ପୀଡ଼ିତଙ୍କ ମାମଲାରେ ସେଇଟା ସମ୍ପୂର୍ଣ୍ଣ ଭାବେ ଗାୟବ ଥିଲା। ଏହି ପ୍ରଶ୍ନଟି ଆମକୁ ଆଇନ କାନୁନର ଦୁନିଆରୁ ବାହାର କରି ଏହାର ଗଭୀର ଆଉ ସ୍ଥାୟୀ ମାନବୀୟ ପରିଣାମ ବିଷୟରେ ଭାବିବାକୁ ବାଧ୍ୟ କରେ। ତେବେ ଚାଲନ୍ତୁ ଦେଖିବା ନ୍ୟାୟ ନ ମିଳିବାର ପ୍ରକୃତ ପ୍ରଭାବ ସାଧାରଣ ଲୋକଙ୍କ ଜୀବନ ଆଉ ସେମାନଙ୍କ ସମାଜ ଉପରେ କେମିତି ପଡ଼ିଲା। ଯେତେବେଳେ ନ୍ୟାୟ ମିଳେନି, ସେତେବେଳେ କ୍ଷତ କେବେ ବି ସୁଖେନି। କନ୍ଧମାଳରେ ଠିକ୍ ସିଆ ହିଁ ହେଲା। ପଡ଼ୋଶୀ ଉପରୁ ଭରସା ହରାଇଲେ। ଗାଁଗୁଡ଼ିକ ଧର୍ମ ନାଁରେ ସବୁଦିନ ପାଇଁ ଭାଗ ଭାଗ ହୋଇଗଲା। ଆଉ ଏହି ଅବିଶ୍ୱାସ ଆଉ ଭୟ ପିଢ଼ି ପରେ ପିଢ଼ି ସେଠାକାର ସମାଜକୁ ଆଘାତ ଦେଇ ଚାଲିଛି। ଏହି ହିଂସା କେବଳ ଲୋକଙ୍କ ଘର ଭାଙ୍ଗି ନଥିଲା, ଏହା ହଜାର ହଜାର ଲୋକଙ୍କ ଆର୍ଥିକ ଭବିଷ୍ୟତକୁ ବି ନଷ୍ଟ କରିଦେଲା। ଏହା ସେମାନଙ୍କୁ ଆଉ ତାଙ୍କ ପରବର୍ତ୍ତୀ ପିଢ଼ିକୁ ଦାରିଦ୍ର୍ୟ ଭିତରକୁ ଠେଲିଦେଲା। ଶରୀରର କ୍ଷତ ହୁଏତ ସମୟ ସହିତ ଶୁଖିଯାଏ, କିନ୍ତୁ ମନର କ୍ଷତର କ'ଣ ହୋଇ? ହିଂସାର ଶିକାର ହୋଇଥିବା ହଜାର ହଜାର ଲୋକ, ବିଶେଷ କରି ପିଲାମାନଙ୍କର ମାନସିକ ଆଘାତକୁ ବୁଝିବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ହିଁ ନଥିଲା। ଏହି ଅଦୃଶ୍ୟ କ୍ଷତଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଗଲା, ଯାହାକି ଏକ ବହୁତ ବଡ଼ ବିଫଳତା ଥିଲା। ବର୍ତ୍ତମାନ ଆସନ୍ତୁ ଆଲୋଚନାର ପରିସରକୁ ଟିକେ ବଢ଼ାଇବା ଆଉ ଦେଖିବା ଯେ କନ୍ଧମାଳର ବିଫଳତା ପୁରା ଦେଶ ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ। କନ୍ଧମାଳରେ ଦୋଷୀମାନଙ୍କୁ ଦଣ୍ଡ ନ ମିଳିବା ଅନ୍ୟ ସ୍ଥାନରେ ସମାନ ଧରଣର ହିଂସା ପାଇଁ ଏକ ଟେମ୍ପ୍ଲେଟ୍ ବା ନମୁନା ତିଆରି କରିଦେଲା। ଏହା ଏକ ବିପଜ୍ଜନକ ସନ୍ଦେଶ ଦେଲା ଯେ ବ୍ୟାପକ ହିଂସା କରି ମଧ୍ୟ ଦଣ୍ଡରୁ ଖସିଯାଇ ହେବ। ତେଣୁ କନ୍ଧମାଳ କେବଳ ଗୋଟେ ସ୍ଥାନୀୟ ଘଟଣା ହୋଇ ରହିଲାନି, ଏହା ଭାରତର ଧର୍ମନିରପେକ୍ଷତାର ମୂଳଦୁଆ ଉପରେ ହିଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କଲା। ଏହା ଦେଖାଇଦେଲା ଯେ ସମ୍ବିଧାନରେ ଥିବା ସମାନ ନାଗରିକତାର ଆଦର୍ଶ ବାସ୍ତବରେ କେତେ ଭଙ୍ଗୁର। ଏବେ ଆମେ ଆମ ଆଲୋଚନାର ଶେଷ ଭାଗକୁ ଆସିଛେ।
ଏଠି ଆମେ ଦେଖିବା ଯେ ଏହି ଘଟଣାରୁ ଆମେ କ'ଣ ଶିଖିପାରିବା ଏବଂ ଏହାର ପୁନରାବୃତ୍ତିକୁ ରୋକିବା ପାଇଁ କ'ଣ କରାଯାଇପାରେ। ତେବେ ଏହି ଭୁଲରୁ କ'ଣ ଶିଖାଗଲା? ମୂଳ କଥା ହେଉଛି ସମସ୍ୟାଟା କୌଣସି ଗୋଟିଏ ବିଭାଗର ନୁହେଁ। ପୋଲିସ, ନ୍ୟାୟପାଳିକା, ରାଜନୀତି ପ୍ରତ୍ୟେକ ସ୍ତରରେ ଉତ୍ତରଦାୟିତ୍ୱ ନିଶ୍ଚିତ କରିବାକୁ ପଡ଼ିବ। ଆଉ ସବୁଠୁ ଜରୁରୀ କଥା ହେଲା ପୀଡ଼ିତଙ୍କୁ ନ୍ୟାୟ ପ୍ରକ୍ରିୟାର କେନ୍ଦ୍ରରେ ରଖିବାକୁ ପଡ଼ିବ। ଏହି ଶିକ୍ଷା ଆଧାରରେ କିଛି ଠୋସ୍ ପଦକ୍ଷେପର ସୁପାରିଶ ମଧ୍ୟ କରାଯାଇଛି, ଯେମିତିକି ଗୋଟେ ମଜବୁତ ସାକ୍ଷୀ ସୁରକ୍ଷା ଆଇନ, ପୀଡ଼ିତଙ୍କ ପାଇଁ ବାଧ୍ୟତାମୂଳକ ମାନସିକ ସ୍ୱାସ୍ଥ୍ୟ ସହାୟତା ଆଉ ଦଙ୍ଗାର ତଦନ୍ତ ପାଇଁ ଗୋଟେ ସ୍ୱତନ୍ତ୍ର ସଂସ୍ଥା। ଏହା କେବଳ ସିଷ୍ଟମରେ ସୁଧାର ଆଣିବନି, ବରଂ ପୀଡ଼ିତଙ୍କୁ ପ୍ରକୃତ ଅର୍ଥରେ ସାହାଯ୍ୟ କରିବ। ଏହି ପ୍ରଶ୍ନ ଆମକୁ ଆଇନ ଆଉ ରାଜନୀତିରୁ ଆହୁରି ଗଭୀରକୁ ନେଇଯାଉଛି। ଏହି ଘଟଣା ଆମ ସମାଜ ପାଇଁ ଏକ ନୈତିକ ଆହ୍ୱାନ ତିଆରି କରୁଛି। ଏହି ଶକ୍ତିଶାଳୀ ଉଦ୍ଧୃତି ସହିତ ଆମେ ଆଜିର ଆଲୋଚନାକୁ ଶେଷ କରୁଛେ। ଏହା ଆମ ସମସ୍ତଙ୍କୁ ମନେ ପକାଇ ଦେଉଛି ଯେ ନ୍ୟାୟରେ ବିଳମ୍ବ ମାନେ ନ୍ୟାୟ ନ ମିଳିବା ସହିତ ସମାନ। କିନ୍ତୁ ସ୍ମୃତି ସବୁବେଳେ ବଞ୍ଚି ରହେ, ଆଉ ଉତ୍ତରଦାୟିତ୍ୱ ସ୍ମୃତି ଏବଂ ନ୍ୟାୟ ପାଇଁ ଚାଲିଥିବା ସଂଘର୍ଷ ଉପରେ ଚିନ୍ତା କରିବାକୁ ବାଧ୍ୟ କରେ।